ଆମର ଆଜି ଟଙ୍କା ତୋଳାଣି ସେବା ଥିଲା। ଆମେ ଦୀର୍ଘ 4 ବର୍ଷ ହେଲା ଏଇଠି ସେବା ଦେଇ ଆସୁଛୁ। ଏଠିକା ବାଦ ମଧ୍ୟ ଆମେ ଓଡ଼ିଶାର ଆଉ 5ଟା ଜାଗା ବି ଆଜି ସେବା ଦିଆଯାଉଛି। ମୋର ପରିଚୟ ହେଉଛି ସଦାନନ୍ଦ ସାହୁ, ଉପଦେଷ୍ଟା ଜଗାଚାକର ସଂଘ। ଆମର ଆଜି ଟଙ୍କା ତୋଳାଣି ସେବା ଥିଲା। ଆମେ ଦୀର୍ଘ 4 ବର୍ଷ ହେଲା ଏଇଠି ସେବା ଦେଇ ଆସୁଛୁ। ଏଠିକା ବାଦ ମଧ୍ୟ ଆମେ ଓଡ଼ିଶାର ଆଉ 5ଟା ଜାଗା ବି ଆଜି ସେବା ଦିଆଯାଉଛି। এই সেবা ଆମର ବିଭିନ୍ନ ପ୍ରକାର ସେବା ଅଛି। ଆଜି ଟଙ୍କା ତୋଳାଣି ସେବା ଥିଲା, କାଲି ଗୋ ସେବା ରହୁଛି, କାଲି ମେଡିକାଲ ସେବା ରହୁଛି, ଆଉ ବୃଦ୍ଧାଶ୍ରମ ସେବା ରହୁଛି, ରକ୍ତଦାନ ସେବା ରହୁଛି। ଏଭଳି ଆମର ବିଭିନ୍ନ ପ୍ରକାର ସେବା କାର୍ଯ୍ୟକ୍ରମ ପ୍ରତି ଓଡ଼ିଶା ସ୍ତରରେ ଆମର ଚାଲିଛି। ସଂଘ ହେଉଛି ଦୀର୍ଘ 4 ବର୍ଷର ଓଡ଼ିଶା ସ୍ତରରେ ଅଲ୍ ଓଡ଼ିଶା ମିଶିକି ଏ ସଂଘ ତିଆରି କରିଛନ୍ତି। এই ସଂଘ କେବଳ ମାନବ ସେବା ହିଁ ମାଧବ ସେବା এই ଲକ୍ଷ୍ୟରେ ସବୁ ପ୍ରକାର ସେବା ଆମର ଯୋଗାଇ ଦିଆଯାଉଛି। ଆଉ ବିଶେଷ କରି ଆମ ରଥଯାତ୍ରାରେ ପରିମଳ ସେବା, ଅରୁଣଦାନ ସେବା, ଆଉ ଅନ୍ୟାନ୍ୟ କିଛି ସେବା, ଗୋ ସେବା ଆଦି ସବୁ କିଛି ସେବା ଆମର ନିତ୍ୟ ନିମିତ୍ତ ଭାବରେ ଆମର କରାଚାଲିଛି। ଆଉ ପ୍ରତି ମନ୍ଦିରରେ ଆମର ଯେମିତି ହିନ୍ଦୁ ଧର୍ମର ଉତ୍ଥାନ ହବ, ହିନ୍ଦୁ ଧର୍ମ ଯେମିତି ଏକତା ରହିବ, ସେଥିରେ ପ୍ରଚେଷ୍ଟା ଲାଗି ରହିଛି। ଏବଂ ଆମେ ଆମର ଯୋଉ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଅଛି, ସେ ସଂସ୍କୃତିକୁ କେମିତି ଆମେ ବଞ୍ଚେଇ ରଖିବା। ପୁରପଲ୍ଲୀରେ ଆମର ନିର୍ମାଲ୍ୟ ଆଉ ଗଙ୍ଗା ଜଳ ଏଇ ସବୁ ଆମର ବଣ୍ଟା ଚାଲିଛି। ଆଉ ମହାପ୍ରସାଦ ମଧ୍ୟ ଓଡ଼ିଶା ସାରା ବଣ୍ଟା ହଉଛି। ଏବଂ ଆବଶ୍ୟକ ପଡ଼ିଲେ ମଧ୍ୟ ଆମର ଶ୍ମଶାନ ସେବା କରାହଉଛି। ଏହି ପ୍ରକାର ସେବା ଆମର ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ ଚାଲିଛି। ଆଜି 5,000 ଲୋକ ପାଇଁ ଆମର ବ୍ୟବସ୍ଥା ହେଇଥିଲା ଟଙ୍କା ତୋଳାଣି ସେବା ପାଇଁ।